ନିର୍ବାଚନ ପୂର୍ବରୁ ଯେଉଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ 300 ୟୁନିଟ୍ ବିଜୁଳି ଛାଡ଼, କ'ଣ କଥା ଦେଇ କଥା ରଖିବେ ରାଜ୍ୟ ସରକାର? ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ। ମାଗଣା ବିଜୁଳି ବଣ୍ଟନ ପାଇଁ ସରକାରଙ୍କ କ'ଣ ଯୋଜନା ଅଛି ଏ ନେଇ ବିରୋଧୀ ପ୍ରଶ୍ନ କରିଥିଲେ। ବିରୋଧୀ ପ୍ରଶ୍ନକୁ ଶାସକ ଦଳ ସରକାର ଉତ୍ତର ଦେଇଛନ୍ତି ଯେ ଆଗାମୀ ଦିନରେ ରାଜ୍ୟ ସରକାର ବିଦ୍ୟୁତ୍ ଉପଭୋକ୍ତାଙ୍କ ମାଗଣା ବିଦ୍ୟୁତ୍ ଦେବାକୁ ନେଇ କିଛି ଯୋଜନା ରଖିଛନ୍ତି କି ବୋଲି ବିଧାୟକ ଭାସ୍କର ମଢେଇ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ରାଜ୍ୟ ସରକାରଙ୍କ ମାଗଣା ବିଦ୍ୟୁତ୍ ବଣ୍ଟନକୁ ନେଇ କୌଣସି ଯୋଜନା ରଖିନାହାନ୍ତି, କିନ୍ତୁ ଉପଭୋକ୍ତାଙ୍କ ପ୍ରଧାନମନ୍ତ୍ରୀ ସୂର୍ଯ୍ୟକିରଣ ଯୋଜନା ଆବେଦନ କରି 300 ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପାଇପାରିବେ କୌଣସି ଉପଭୋକ୍ତା। ଏବଂ ଯେଉଁ 300 ୟୁନିଟ୍ ଯେଉଁ ମାଗଣା ପାଇପାରିବେ, 300 ୟୁନିଟ୍ ନ ଯଦି ୟୁଜ୍ କରନ୍ତି ଆଉ କାହାକୁ ମଧ୍ୟ 300 ଯେତିକି ୟୁନିଟ୍ ବାକି ରହିଲା ବିକ୍ରୟ କରିପାରିବେ। ଏ ଥିଲା ବିଜୁଳି ବିଭାଗକୁ ନେଇ ଅପଡ଼େଟ୍। ଯଦି ଆପଣ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି SM8906 ୟୁଟ୍ୟୁବ୍ ଚ୍ୟାନେଲ୍, ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, କାରଣ SM ୟୁଟ୍ୟୁବ୍ ଚ୍ୟାନେଲ୍ ସବୁବେଳେ ପାଇଁ ଜେନ୍ୟୁନ୍ ଏବଂ ଟ୍ରଷ୍ଟେବୁଲ୍ ନ୍ୟୁଜ୍ ଦେଇଥାଏ ନ୍ୟୁଜ୍ ପେପର୍ ଆଧାରରେ।